ପୁରାଣ ଶାସନ ଯାଉ ସିଦ୍ଧେଶ୍ୱର ମହାଦେବଙ୍କର ଆଜି ଯଜ୍ଞ ଆରମ୍ଭ ହୋଇଥିଲା ଆମର 5 ତାରିଖରେ। ଆଜି ପୂର୍ଣ୍ଣାହୁତି 9 ତାରିଖ। ଏ ପୁରାଣ ଶାସନ ସମସ୍ତେ 365 ଘରର ମନ୍ଦିର ସମସ୍ତଙ୍କର ସିଦ୍ଧେଶ୍ୱର ମହାଦେବଙ୍କର ଯଜ୍ଞରେ ସମସ୍ତେ ସାମିଲ ହୋଇଛନ୍ତି। ମିନିମମ୍ 3000 ଉପରେ ଲୋକଙ୍କର ମହାପ୍ରସାଦ ସେବନ କରାଯାଇଛି। ତା ସହିତ ଅନ୍ୟ ଭକ୍ତମାନେ ଆସୁଛନ୍ତି, କିନ୍ତୁ ସମସ୍ତଙ୍କର ସହଯୋଗରେ ସାହାଯ୍ୟରେ ଯଜ୍ଞଟି ହେଉଛି। ଏ ପାଖାପାଖି ଶନିକର ବି ହେଇଥିଲା, ଏ ଗାଁ ଲୋକ ସମସ୍ତେ ସାହାଯ୍ୟ କରିଥିଲେ। କିନ୍ତୁ ସବୁବେଳେ ଏ ପୁରାଣ ଶାସନ ସବୁବେଳେ ଏକ, ଆଉ ଏ ଅଞ୍ଚଳବାସୀ ସମସ୍ତଙ୍କର ଏକତା ସକାଶେ ଆଜି ସିଦ୍ଧେଶ୍ୱର ଯଜ୍ଞ ସବୁବେଳେ କାମ ତାଙ୍କର ଠିକ୍ ଚାଲିଛି। ଆଉ ଏ 27ତମ ପାଳନ କରିବା ଭିତରେ ଯେତେ ଯାହା ବିପଦ ଆସୁଛି, କିନ୍ତୁ ଯଜ୍ଞ କେବେ ବନ୍ଦ ହେଇନି କି ଠାକୁରଙ୍କର କେବେ ଅଶାନ୍ତି ହେଇନି। କିନ୍ତୁ ସବୁବେଳେ ଯୁବକ ପିଲାମାନେ ଯୁବକ ପିଢ଼ିମାନଙ୍କୁ ସବୁବେଳେ ସୁଯୋଗ ଦିଆଯାଉଛି। ସିଏ ବି ସବୁବେଳେ ସାହାଯ୍ୟ କରୁଛନ୍ତି, ତା ସହିତ ବୟସ୍କ ଲୋକ ସାହାଯ୍ୟ କରୁଛନ୍ତି। ତାପରେ ସ୍ୱତନ୍ତ୍ର ସିଦ୍ଧେଶ୍ୱର ମନ୍ଦିରରେ କମିଟି ଅଛି। ଏ କମିଟି କ'ଣ କରେ ନା ସମସ୍ତଙ୍କୁ ପଚରା ସମସ୍ତଙ୍କୁ ସାହାଯ୍ୟ ଲୋଡ଼ାଯାଏ। ସମସ୍ତେ ଡାଲି ଚାଉଳ ଯେ ଯାହା ଆଳୁ ସମସ୍ତଙ୍କର ସହଯୋଗ ସାହାଯ୍ୟ, ସେ ଚିନି ଲଗାଇକି ଏତେ ମାତ୍ରାରେ ସିଦ୍ଧେଶ୍ୱରଙ୍କ ପାଖରେ ଆସୁଛି ଜିନିଷ ଯେ ସବୁବେଳେ ବଢ଼ୁଛି। 27 ବର୍ଷ ହେଲାଣି ଧରି କିଛି ସବୁ ବର୍ଷ ବଢ଼ୁଛି। ଆଉ ଏ ସମସ୍ତ ଭକ୍ତମାନେ 10 ବର୍ଷ ତଳେ ଯାହା ଲୋକ ଥିଲେ, ଏବେ ଠାକୁରଙ୍କ ଉପରେ ଲୋକଙ୍କର ବିଶ୍ୱାସ ବର୍ଷା ଏତେ ଜୋର ବଢ଼ିଛି। ଦେଖନ୍ତୁ, ଲୋକ ମନକୁ ଆସୁଛନ୍ତି, ଯଜ୍ଞ ନିମନ୍ତ୍ରଣ କଲେ ବି ଆସୁଛନ୍ତି, ନ ନିମନ୍ତ୍ରଣ କଲେ ବି ଆସୁଛନ୍ତି। କିନ୍ତୁ ସମସ୍ତଙ୍କର ଏତେ ଠାକୁରଙ୍କର ଭକ୍ତ ଆଉ ଭକ୍ତମାନଙ୍କର ଦିନକୁ ଦିନ ପ୍ରଭାବ, କାହିଁକିନା ଜୟ ଜଗନ୍ନାଥଙ୍କର ଆଶୀର୍ବାଦ ସବୁବେଳେ ଓଡ଼ିଶା ଲୋକମାନଙ୍କର ସନାତନ ଧର୍ମରେ ସବୁବେଳେ ସନାତନ ଧର୍ମକୁ ଏବେ ପାଳନ କରିବା ପ୍ରତି ମୁହୂର୍ତ୍ତରେ ସବୁବେଳେ ବର୍ଷକ 12 ମାସ 365 ପର୍ବ, ତା ଦେହରେ ସବୁ ଲୋକ ବି ପର୍ବକୁ ଆମର ପାଳନ କରୁଛନ୍ତି। କିନ୍ତୁ ଏ ପାଖାପାଖି ଅଞ୍ଚଳ ଲୋକ ସମାଜର ସାହାଯ୍ୟ କରିଥିବାରୁ ବିଶେଷ ଧନ୍ୟବାଦ। ଆଉ ମୋର ସାନ ଭାଇ ମିଡ଼ିଆ ଯାହା ସିଏ ବି ଆସୁଛି, ତାକୁ ଜୟ ସିଦ୍ଧେଶ୍ୱର ବାବା, ଜୟ ସିଦ୍ଧେଶ୍ୱର।